ନମସ୍କାର ଦର୍ଶକ ବନ୍ଧୁ, ଜ୍ୟୋତ୍ସ୍ନା ମ୍ୟାଡାମ ଆମର ଆଉ ଏକ ନୂତନ ଅଧ୍ୟାୟ ପାଇଁ ରେଡି ହେଇକି ଆସିଯାଇଛନ୍ତି। ନମସ୍କାର ଦର୍ଶକ ବନ୍ଧୁ, ଜୟ ଜଗନ୍ନାଥ। ଆଉ କଣ ଆଉ ଆଉ ଏଇଆ ଯେ ମୁଁ 5ଟି କ୍ୱେଶ୍ଚିନ୍ ଆନ୍ସର ଦେବା ପାଇଁ ଆସିକି ରେଡି ଛିଡା ହେଇଯାଇଛି। ଚାଲନ୍ତୁ ଦେଖିବା ସାର୍ କଣ କଣ କ୍ୱେଶ୍ଚିନ୍ ରଖିଛନ୍ତି ମୋ ପାଇଁ। ପ୍ରଥମ ପ୍ରଶ୍ନ, ତାର ଦୁଇଟି ସୁନ୍ଦର ଡେଣା ଅଛି। ସେ ଆକାଶରେ ବହୁତ ଉପରକୁ ଉଡ଼ି ଶିକାର ଖୋଜେ, ଆଉ ତାର ଦୃଷ୍ଟି ଶକ୍ତି ଭାରି ପ୍ରଖର। ଆକାଶରୁ ଉଡିକି ଶିକାର ଖୋଜେ, ବହୁ ଉଚ୍ଚକୁ ଉଡ଼ିକି ଶିକାର ଖୋଜେ। ତାର ଦୃଷ୍ଟି ଶକ୍ତି ଭାରି ପ୍ରଖର। ଦୃଷ୍ଟି ଶକ୍ତି ପ୍ରଖର, ଚାଲାକ ବହୁତ। ଦୃଷ୍ଟି ଶକ୍ତି କି ପ୍ରଖର ମାନେ ଚାଲାକ କୁହନ୍ତିନି, ଆଇକ୍ୟୁ ଆଇକ୍ୟୁ ବି କହନ୍ତିନି, ଯାହାର ଆଇକ୍ୟୁ ପାୱାର ବହୁତ, ଆଇ ସାଇଟ୍ ପାୱାର। ସେଟା କଣ? ଆଖି ପାୱାର ତାର ଅଧିକ। ଯେ ଆକାଶକୁ ଉଡିକିରି ଆକାଶରେ ଉଡେ, ହଁ ଆକାଶରେ ବହୁତ ଉଚ୍ଚାରେ ଉଡି ଖାଦ୍ୟ ଖୋଜେ। ବହୁତ ଆକାଶରେ, ବହୁତ ଉଚ୍ଚରେ। ଚିଲ, ଚିଲ, ଚିଲ କହିଥାନ୍ତି, ତାପରେ ପଛରେ ଶାଗୁଣା କହିଥାନ୍ତି। ଯଦି ଚିଲ ନ କହିଥାନ୍ତି ଶାଗୁଣା କହିଥାନ୍ତି। ଶାଗୁଣା କଣ ଶିକାର ଖୋଜେ? ଶାଗୁଣା ଖୋଜେ ଡେଡ ବଡି, କୋଉଠି ପଡିଛି। ଶାଗୁଣା ଶିକାର କରି ଖାଇପାରିବନି, ସେ ଡେଡ ବଡିରୁ ଝୁଣି ଖାଇବ। ତାମାନେ ଆନ୍ସରଟା ହଉଛି ଚିଲ। ଚିଲ ବହୁତ ଉପରେ ଉଡେ। ନେକ୍ସଟ, ସେ ଏମିତି ଏକ ବୃକ୍ଷ ଯାହାର ଛୋଟ ପତ୍ରକୁ ସାରା ଓଡ଼ିଶାରେ ସବୁ ପ୍ରକାର ସ୍ୱାସ୍ଥ୍ୟ ଉପକାର ପାଇଁ ବ୍ୟବହାର କରାଯାଏ ଏବଂ ତାର ସ୍ୱାଦ ଭାରି ପିତା ଅଟେ। ବୁଝିପାରିଲିନି କ୍ୱେଶ୍ଚିନ୍। ସେ ଏମିତି ଏକ ବୃକ୍ଷ ଯାହାର ଛୋଟ ପତ୍ରକୁ ଓଡ଼ିଶାରେ ସବୁ ପ୍ରକାର ସ୍ୱାସ୍ଥ୍ୟ ଉପକାର ପାଇଁ ବ୍ୟବହାର କରାଯାଏ, ଆଉ ତାର ସ୍ୱାଦ ପିତା ଅଟେ। ପିତା, ମାନେ ଔଷଧୀୟ କାମରେ ଲାଗେ ସେ ପତ୍ର। ଲିମ୍ବ ପତ୍ର ହେଇଥିବ, ନହେଲେ କଲରା ପତ୍ର ହେଇଥିବ। ଲିମ୍ବ ଗଛ ନା ପଚାରୁଥିଲି, ଲିମ୍ବ ଗଛ। ଲିମ୍ବ ଗଛ ହେଇଥିବ ସେଇଠି, ନହେଲେ କଲରା ପତ୍ର। ନେକ୍ସଟ, ତା ଶରୀର ସମ୍ପୂର୍ଣ୍ଣ ଧଳା। ସେ ପାଣି କୂଳରେ ସେମିତି ଠିଆ ହୋଇଥାଏ ଧୈର୍ଯ୍ୟ ସହ ମାଛ ଶିକାର ପାଇଁ। ମାନେ ଧୈର୍ଯ୍ୟର ସହିତ ସେ ଛିଡା ହେଇଥିବ ମାଛ ଶିକାର କରିବା ପାଇଁ। ପୋଖରୀ କୂଳରେ କିଏ ସେ? ମାଛ ଶିକାର କରିବା ପାଇଁ କିଏ ଛିଡା ହୁଏ? ବିଲେଇ? ପକ୍ଷୀ କଥା ପଚାରୁଛ, ତମେ ବିଲେଇ କଥା କଣ କହୁଛ? ପକ୍ଷୀ ମାଛ କିଏ ଖାଏ? କାଉ? ନା, ଆଉଥରେ ପ୍ରଶ୍ନ ପଚାରୁଛି। ତା ଶରୀର ସମ୍ପୂର୍ଣ୍ଣ ଧଳା। ସେ ପାଣି କୂଳରେ ଗୋଟିଏ ଗୋଡରେ ଛିଡା ହୋଇ ଧୈର୍ଯ୍ୟର ସହିତ ମାଛ ଶିକାର କରେ। ଓ ବଗ, ବଗ ସେଇଠି। ମାଛକୁ ମାଛ କହିଲେ। ଆଉ ନେକ୍ସଟ, ସେ ଗଛ ଡାଳରେ ଓଲଟା ଝୁଲିକି ରହେ। ତା ଶରୀର କଳା, ଆଉ ରାତି ହେଲେ ସେ ଆକାଶରେ ବହୁ ମାତ୍ରାରେ ଉଡନ୍ତି। ବହୁ ମାତ୍ରାରେ ଉଡନ୍ତି ରାତି ହେଲେ। ଆସିବନି, ଚିନ୍ତା କର। ରାତିରେ ଉଡେ, ଗଛରେ ଓଲଟା ଲଟକି ରହେ। ଉଲଟା ପେଚା? ନାହିଁ, ଆଉ ବାଦୁଡି। ବାଦୁଡି, ବାଦୁଡି କେବଳ ରାତିରେ ଆସେ? ଆଉ ଦିନରେ କେବେ ଦେଖିଛ ବାଦୁଡିକୁ? ମୁଁ ବାଦୁଡି ମତେ କାହିଁ ଦେଖିଲା। ହଉ, ନେକ୍ସଟ ପ୍ରଶ୍ନ। ତାର ଗୋଟେ ଲମ୍ବା ସରୁଆ ଶରୀର ଅଛି। ସେ ମାଟି ତଳେ ରହେ, ଆଉ ବର୍ଷା ହେଲେ ଉପରକୁ ଆସି ଚାଷୀକୁ ସାହାଯ୍ୟ କରେ। ମାଟି ତଳେ ରହେ କିନ୍ତୁ ବର୍ଷା ହେଲେ ଉପରକୁ ଉଠେ। ଜିଆ ନା ଗେଣ୍ଡା? ଜିଆ।
ଜିଆଟି ହୁଁ ଆଉ ସେ ସବୁ ଚାଷୀକୁ କଣ ସାହାଯ୍ୟ କରେ? ଜମିକୁ ଉର୍ବର କରେ। ଆଉ ସେଇକୁ ନେଇକିରି ଜମି ଆଉ କଣ ଉର୍ବର କରେ ମାନେ କଣ, ସେ ଗାତ ଖୋଳିକି ସେ ଯୁଆଡେ ଯୁଆଡେ ଯାଏ ତାର ଦେହରେ ଲାଳୁଆ ଦେହ, ସେ ଜମିରେ ଲାଗି ଜମି ଉର୍ବର ହୁଏ। ହେଲେ ସେଇ ଜିଆକୁ ତ ନେଇକି ଯୋଉ ବନିଶୀ କଣ୍ଟାରେ ଫୁଟେଇକି ହୁଁ ମାଛ ଧରନ୍ତି ଲୋକ। ହୁଁ ହଁ ମାଛକୁ ଚାରା ଦିଅନ୍ତି, ଜିଆ ଚାରା। ଆଉ ହଉ, ସବୁ ସରିଗଲା ପ୍ରଶ୍ନ ସଇଲା। ସରିଗଲା। ଦର୍ଶକ ବନ୍ଧୁ, ଆଜିର ସମସ୍ତ କୋଶ୍ଚିନ୍ ସରିଯାଇଛି। ଆଉ ମୁଁ ବୋଧେ ସବୁ ଯାକ କୋଶ୍ଚିନ୍ ଆନ୍ସର ଦେଇଛି। ଆପଣ ମାନଙ୍କୁ କୋଶ୍ଚିନ୍ କେମିତି ଲାଗିଲା କମେଣ୍ଟ ମାଧ୍ୟମରେ ଜଣେଇବେ। ଭିଡିଓକୁ ଲାଇକ୍ ସେୟାର କରିବେ, ସବସ୍କ୍ରାଇବ କରିବେ, ଆଉ ଆପଣ ମାନଙ୍କ ଭଲ ପାଇବା ଏମିତି ମୋ ଉପରେ ଆଶୀର୍ବାଦ ରଖିବେ। ଆଜି ପାଇଁ ଏତିକି, ନମସ୍ତେ। ଭଲରେ ଥାଆନ୍ତୁ ସମସ୍ତେ।